ଶବ ପର୍ବତରେ ଛିଡ଼ା ମଣିଷ କଥାଟା ଅନ୍ତରକୁ ବାଧିଲେ ମଧ୍ୟ ସତ। ଦୁନିଆରେ ଯେତେ ସବୁ ଜୀବ ଅଛନ୍ତି ସେମାନଙ୍କର ଖାଦ୍ୟ ଓ ରହଣି ଜନିତ କଞ୍ଜପ୍ସନ୍ ପୃଥିବୀରୁ ପ୍ରକୃତି ଦ୍ୱାରା ନିର୍ଦ୍ଧାରିତ ହୋଇ ରହିଥାଏ। କିନ୍ତୁ ମଣିଷ ଗୋଟିଏ ଏପରି ବିଚିତ୍ର ଓ ଭୟାନକ ପ୍ରାଣୀ ଯିଏକି ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଏପରି କଞ୍ଜପ୍ସନ୍ କରିବା ଆରମ୍ଭ କରିଥାଏ ଯାହାକି ପ୍ରକୃତିର ନିର୍ଦ୍ଧାରଣ ବାହାରେ। ନିଜର ଆଧିପତ୍ୟ ସାବ୍ୟସ୍ତ କରିବାକୁ ଯାଇ ସିଏ ଅନେକ ହତ୍ୟାର ଅତ୍ୟାଚାରର କାରଣ ବନିଥାଏ ତା'ର ସ୍ୱଳ୍ପ ଜୀବନ କାଳରେ। ଶବର ପର୍ବତରେ ଛିଡ଼ା ହୋଇ ସିଏ ସୁନା ଭବିଷ୍ୟତର ସ୍ୱପ୍ନ ଦେଖେ। ସେହି ଶବ ପର୍ବତରେ ଦଣ୍ଡାୟମାନ ମଣିଷ ଶେଷରେ ନିଜର ଅସ୍ତିତ୍ୱ ଶେଷ କରିବାକୁ ବସିଛି। ହେଲେ କ'ଣ ସିଏ ଶାନ୍ତି ପାଇପାରିଛି? ସମଗ୍ର ଜୀବଜଗତ ଉପରେ ଅତ୍ୟାଚାର କରି ତ୍ରିଭୁବନ ଅଶାନ୍ତ କରି ଶାନ୍ତି ଖୋଜିବାର ଦୁଃସାହସ କରିବା ତା ପାଇଁ ବୃଥା ସାବ୍ୟସ୍ତ ହୋଇଛି। ଶେଷରେ ମୁଁ ଏତିକି କହିବି, ଅତ୍ୟାଚାରୀ କେବେ ଶାନ୍ତି ପାଏ ନାହିଁ। ଅତ୍ୟାଚାରୀ କେବେ ଶାନ୍ତି ପାଏ ନାହିଁ, ପାଇଥାଏ ଖାଲି ଦୁଃଖ। ଲୁହ ଝରାଇ ରକ୍ତ ବୁହାଇ ପାଇବୁ କି ତୁହି ସୁଖ, ଭାବିଛୁ ପାଇବୁ କି ତୁହି ସୁଖ।